ଭାରତର ଚାରିଧାମ ମଧ୍ୟରୁ ପୁରୀ ହେଉଛି ଅନ୍ୟତମ। ଏହା ଜଗନ୍ନାଥ ପୁରୀଙ୍କ ନାମରେ ପ୍ରସିଦ୍ଧ ଅଟେ। ଏହା ବଙ୍ଗୋପସାଗରର କୂଳରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ 60 କିଲୋମିଟର ଦୂରରେ ଅବସ୍ଥିତ। ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ। ପୁରୀର ଅନ୍ୟ ନାମ ହେଉଛି ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ହେଉଛି ବଡ଼ଦେଉଳ। ବନ୍ଧୁମାନେ, ଆପଣମାନେ ଦେଖୁଛନ୍ତି ଏଇଠି ଓଡ଼ିଶାର ସ୍ୱତନ୍ତ୍ର ଅଧ୍ୟାୟ ଓଡ଼ିଶାର ଜିଲ୍ଲାରେ ପୁରୀ ଜିଲ୍ଲା ବିଷୟରେ। ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତେବେ ଏବେ ହିଁ ସବସ୍କ୍ରାଇବ କରିଦିଅନ୍ତୁ ଏହିପରି ଅପଡେଟ ଖବର ଅପଡେଟ ଭିଡିଓ ପାଇବା ପାଇଁ। କନିଙ୍ଗ ହୋମଙ୍କ ମତ ଅନୁସାରେ ପୁରୀ ସହରର ପ୍ରାଚୀନ ନାମ ହେଉଛି ଚରିତ୍ର, ଯାହା ହୁଏନ୍ସାଂଙ୍କ ଉଲ୍ଲେଖ ଅନୁସାରେ ଚେରିତାଳେ। ଏହି ଚେରିତାଳ ଶବ୍ଦର ପୁନରୁଦ୍ଧାର ଏବଂ ଏହାକୁ ପୁରୀ ସହର ଭାବରେ ପରିଚୟ ଦେବା ବହୁ ସନ୍ଦେହଜନକ ଭାବରେ ଲାଗେ। ଏଣୁ ଏହାକୁ ବିବେଚନା କରାଯାଇ ନପାରେ ଯେ ଚେରିତାଳେ ପୁରୀ ସହରର ପ୍ରାଚୀନ ସହରରୁ ଆସିଅଛି। ଚୋଡ଼ଗଙ୍ଗ ଦେବ ଯେତେବେଳେ ପୁରୁଷୋତ୍ତମ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରି ସେଇଠାରେ ଦେବାଦେବୀଙ୍କର ମୂର୍ତ୍ତି ସ୍ଥାପନ କରିଥିଲେ, ପ୍ରଥମେ ବୈଷ୍ଣବ କ୍ଷେତ୍ର ଭାବରେ ଏବଂ ପରବର୍ତ୍ତୀ ସମୟରେ ପୁରୁଷୋତ୍ତମଙ୍କ ନିବାସ ବା ପୁରୁଷୋତ୍ତମ କ୍ଷେତ୍ର ଭାବରେ ବିଖ୍ୟାତ ଲାଭ କରିଥିଲା ଏବଂ କେହି କେହି ପୁରୁଷୋତ୍ତମ ଧାମ ବୋଲି ମଧ୍ୟ କହିଥାନ୍ତି। ଏବଂ ପରବର୍ତ୍ତୀ କାଳରେ ଅର୍ଥାତ୍ ମୋଗଲ, ମରାଠା ଏବଂ ପ୍ରାକ୍ ବ୍ରିଟିଶ ଶାସନ ସମୟରେ ଏହି ପୁରୁଷୋତ୍ତମ ଛତର ବା କେବଳ ଛତର ଭାବରେ କାଗଜ ପତ୍ରରେ ବ୍ୟବହାର ହୋଇଥିଲା ବୋଲି ଜଣାଯାଏ। ଏପରିକି ଯୋଗିନୀ ତନ୍ତ୍ର ଏବଂ କଳିକା ପୁରାଣରେ ଏହି ସହର ପୁରୁଷୋତ୍ତମ ଭାବରେ ଉଲ୍ଲେଖ ହୋଇଛି। ପୁରୀ ଅଞ୍ଚଳ ଉତ୍କଳ ଭାବରେ ଜଣାଯାଇଛି। ପୁରୁଷୋତ୍ତମ କ୍ଷେତ୍ର ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ପୁରୁଷୋତ୍ତମ ପୁରୀ ଭାବରେ ଜଣାଯାଇଛି ଏବଂ ପୁରୁଷୋତ୍ତମ କ୍ଷେତ୍ର ଶବ୍ଦ ଏବଂ ପୁରୁଷୋତ୍ତମ କ୍ଷେତ୍ର ଶବ୍ଦ ସଂକ୍ଷେପରେ କ୍ଷେତ୍ର ବା ଛତ୍ର ହୋଇଛି। ପୁରୁଷୋତ୍ତମ ପୁରୀ ସଂକ୍ଷିପ୍ତ ଆକାରରେ ପୁରୀ ହୋଇଛି। ବାସ୍ତବରେ ଅନେକ ପ୍ରାକ୍ ବ୍ରିଟିଶ ରେକର୍ଡରେ ଏହି ସହର ପୁରୀ ଭାବରେ ଜଣାଯାଇଛି। ଏହି ସହର ପୁରୀ ନାମରେ ଅଧିକ ଲୋକପ୍ରିୟ ଅର୍ଜନ କରିଛି। ଏହି ପୁରୀ ସହରକୁ ଉତ୍କଳ ଭାବରେ ବିବେଚନା କରାଯାଉଥିଲା। 1828ରେ ଏହି ଉତ୍କଳ ପ୍ରଦେଶକୁ 3ଟି ଜିଲ୍ଲା ବାଲେଶ୍ୱର, କଟକ ଓ ଜଗନ୍ନାଥ, ଯାହାକି ପୁରୀ ଭାବରେ ବିଭକ୍ତ ହେଲା। 1948 ଜାନୁଆରୀ 1 ତାରିଖ ଦିନ ଗଣତନ୍ତ୍ର ରାଜ୍ୟ ନୟାଗଡ଼, ଦଶପଲ୍ଲା, ଖଣ୍ଡପଡ଼ା ଏବଂ ରଣପୁର ମିଶିବା ପରେ 3941 ବର୍ଗ କିଲୋମିଟର ଅଞ୍ଚଳରେ ଏକ ଭିନ୍ନ ନୂତନ ଉପଖଣ୍ଡ, ଯାହାର ସଦର ମହକୁମା ନୟାଗଡ଼ ଭାବେ ପୁରୀ ଜିଲ୍ଲାରେ ମିଶିଲା। ଏବଂ ପରବର୍ତ୍ତୀ କାଳରେ 1959 ଜାନୁଆରୀ 26 ତାରିଖ ଦିନ ଚତୁର୍ଥ ଉପଖଣ୍ଡ ଭାବରେ ଭୁବନେଶ୍ୱର ସ୍ଥାପିତ ହୋଇଥିଲା। ପୁରୀ ଜିଲ୍ଲାରେ 4ଟି ଉପଖଣ୍ଡ, ଯଥା ପୁରୀ ସଦର, ଖୋର୍ଦ୍ଧା, ଭୁବନେଶ୍ୱର ଏବଂ ନୟାଗଡ଼ ରହିଲା। ପୁରୀ ସଦର ଉପଖଣ୍ଡରେ କୃଷ୍ଣପ୍ରସାଦ ସଦର, ପିପିଲି, ନିମାପଡ଼ା ଭାବରେ ତହସିଲ ରହିଲା। ପୁନର୍ବାର 1995ରେ ପୁରୀ ପୁଣି 3ଟି ଜିଲ୍ଲାରେ ବିଭକ୍ତ ହେଲା, ସେଗୁଡ଼ିକ ହେଲା ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ। ବନ୍ଧୁ, ଏହା ଥିଲା ପୁରୀ ଜିଲ୍ଲାର ଇତିହାସ ଏବଂ ନାମକରଣର ସଂକ୍ଷିପ୍ତ ବିବରଣୀ। ଏହା ଦ୍ୱିତୀୟରେ ଆପଣମାନେ ଦେଖିବାକୁ ପାଇବେ ପୁରୀ ଜିଲ୍ଲାର ଦର୍ଶନୀୟ ସ୍ଥାନମାନ। ଏହି ପୁରୀ ଜିଲ୍ଲା ବିଷୟରେ ଏବଂ ଓଡ଼ିଶାର ଅନ୍ୟ ସ୍ଥାନ ବିଷୟରେ ବିସ୍ତୃତ ବିବରଣୀ ପାଇବାକୁ ଯଦି ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଏହିପରି ଅନେକ କଥା